ମା। ଆମେ ଆଲୋଚନା କରିବା ଚିରନ୍ତନୀ ବହିର ପୃଷ୍ଠା 149। ବିଷୟବସ୍ତୁ ଆଜି ଅଛି ନିବିଡ଼ ଏକାଗ୍ରତା। ଆମେ ଅନେକ ଦିନ ଧରି ହବ ଏକାଗ୍ରତା ଉପରେ ଆଲୋଚନା କରି ଚାଲିଛନ୍ତି, କାହିଁକିନା ପ୍ରତ୍ୟେକ ପୃଷ୍ଠାରେ ମା ଯାହା ଲେଖିଛନ୍ତି ଆମେ ସେକୁ ପଢୁଛନ୍ତି ଏବଂ ଆଲୋଚନା କରୁଛନ୍ତି। ଆଜି ରହିଛି ନିବିଡ଼ ଏକାଗ୍ରତା। ମା ଲେଖୁଛନ୍ତି, ମୁଁ କହୁନାହିଁ ଯେ ହୃତ୍କେନ୍ଦ୍ରରେ ଚିନ୍ତା କର, ମୁଁ କହୁଛି ଏକାଗ୍ର ହୁଅ। ଶକ୍ତିକୁ ଏକାଗ୍ର କର, ଚେତନାକୁ ଏକାଗ୍ର କର, ଆସ୍ପୃହକୁ ଏକାଗ୍ର କର ଏବଂ ସଂକଳ୍ପକୁ ଏକାଗ୍ର କର। ଏକାଗ୍ର ହୁଅ। ତୁମେ ଗୋଟିଏ ମାତ୍ର ଚିନ୍ତା ନ କରି ମଧ୍ୟ ଖୁବ୍ ଏକାଗ୍ର ହୋଇପାର ଏବଂ ପ୍ରକୃତରେ ତୁମେ ଯେତେବେଳେ କିଛି ଚିନ୍ତା ନ କରୁଥାଅ ସେତିକି ବେଳେ ହିଁ ତୁମର ଏକାଗ୍ରତା ଖୁବ୍ ନିବିଡ଼ ହୁଏ। ମା କିଛି କ୍ଷଣ ନୀରବ ରହିଲେ, ତାପରେ କହିଲେ, ତୁମେ ଯଦି ଆତ୍ମସଂଯମରେ ସଫଳ ହେବାକୁ ଚାହୁଁଥାଅ ବା କିଛି ପରିମାଣରେ ଆତ୍ମଜ୍ଞାନ ଚାହୁଁଥାଅ ତେବେ ଏହା ତୁମ ପକ୍ଷରେ ଏକ ଅପରିହାର୍ଯ୍ୟ ସାଧନା ହେବା ଉଚିତ। ତୁମ ଚେତନାକୁ ଗୋଟିଏ ଜାଗାରେ ଠୁଳ କରିବା ପାଇଁ ଏବଂ ସେଠାରୁ ତୁମ ସତ୍ତାର ଅନ୍ୟ ଅଂଶକୁ ତାହା ପ୍ରେରଣ କରିବା ପାଇଁ ସମର୍ଥ ହେବା ଉଚିତ ଏବଂ ତୁମର ଏପରି ସାମର୍ଥ୍ୟ ଥିବା ଦରକାର ଯାହା ଫଳରେ କି ତୁମେ ପୃଥକ ବୋଲି ଜାଣିପାରିବ ଏବଂ ପ୍ରକୃତ ଚେତନା କ'ଣ ତାହା ସଠିକ ଭାବେ ବୁଝିପାରିବ। ଏହି ଚେତନା ଗତିଶୀଳ ହେବା ଉଚିତ। ତୁମେ ଜାଣିବା ଉଚିତ ଯେ କିପରି ଏହି ଚେତନା ତୁମ ସତ୍ତାର ଅନ୍ୟ ସବୁ ଅଂଶରୁ ସ୍ୱତନ୍ତ୍ର ଏବଂ ପ୍ରକୃତ ପକ୍ଷେ ସେଗୁଡ଼ିକ ହେଲେ ଚେତନାର ଯନ୍ତ୍ର ସ୍ୱରୂପ ଏବଂ ଅଭିବ୍ୟକ୍ତିର ବିଭିନ୍ନ ପ୍ରକାର ମାଧ୍ୟମ ସ୍ୱରୂପ। ଚେତନା ସେହି ସବୁ ଗୁଡ଼ିକୁ ବ୍ୟବହାର କରିବା ଉଚିତ, କିନ୍ତୁ ସେଗୁଡ଼ିକୁ ଯେପରି ତୁମେ ଚେତନା ବୋଲି ନ ଭାବ। ନିବିଡ଼ ଏକାଗ୍ରତା ଆମେ ଗତ ଥର ଆଲୋଚନା କରିଥିଲେ ହୃଦକେନ୍ଦ୍ରରେ ଏକାଗ୍ର ହୁଅ। ଏଠି ମା କହୁଛନ୍ତି, ମୁଁ କହୁନାହିଁ ଯେ ହୃଦକେନ୍ଦ୍ରରେ ଚିନ୍ତା କର, ମୁଁ କହୁଛି ଏକାଗ୍ର ହୁଅ। ଶକ୍ତିକୁ ଏକାଗ୍ର କର, ଚେତନାକୁ ଏକାଗ୍ର କର, ଆସ୍ପୃହକୁ ଏକାଗ୍ର କର ଏବଂ ସଂକଳ୍ପକୁ ଏକାଗ୍ର କର। ଏକାଗ୍ର ହୁଅ। ଏଠି ଦୁଇଟି ଫରକ କଥା କୁହାଯାଉଛି, ଗୋଟେ ହଉଛି ଚିନ୍ତା ଆଉ ଗୋଟେ ହଉଛି ଏକାଗ୍ର ହେବା। ସାଧାରଣତଃ ଆମେ ଯେତେବେଳେ ଏକାଗ୍ରତା ହବା କଥା ଉଠେ ବା କନସେନ୍ଟ୍ରେସନ କରିବା କଥା ଆମେ ଯେତେବେଳେ କହୁ ସେତେବେଳେ ସ୍ୱାଭାବିକ ଭାବେ ସମସ୍ତଙ୍କ ଭିତରେ ଗୋଟିଏ ଧାରଣା ଆସେ, ସେଇଟା ହଉଛି ଧ୍ୟାନ କରିବା ବା ମେଡିଟେସନ କରିବା। ମାନେ ଗୋଟେ ଜାଗାରେ ବସିବେ, ସିଧା ମେରୁଦଣ୍ଡ ସିଧା କରି ବସିବେ ଏବଂ ପଦ୍ମାସନରେ କିମ୍ବା ସୁଖାସନରେ ବସିବେ। ଏବେ ଏଣିକି କୁହାଉଛି ଯଦି ସମ୍ଭବ ହବ ତାହେଲେ ଚେୟାରରେ ବି ବସି ପାରନ୍ତି, କିନ୍ତୁ ସିଧା ବସିବେ, ସଳଖ ବସିବେ ଏବଂ ସେ ସମୟରେ କୌଣସି କାର୍ଯ୍ୟ ନ କରି ନୀରବରେ ଆଖି ବୁଜି ଧ୍ୟାନ କରିବା। ଯେତେବେଳେ ଏକାଗ୍ର ହେବା କଥା ଆମେ କହୁ ସେତେବେଳେ ସମସ୍ତଙ୍କ ଭିତରେ ଗୋଟିଏ କଥା ଆସେ ମୁଣ୍ଡକୁ, ଗୋଟିଏ ଧାରଣା ଆସେ ପହଞ୍ଚେ, ସେଟା ହଉଛି ଧ୍ୟାନ କରିବା, ନୀରବ ରହି ଆଖି ବୁଜି ଏକାଗ୍ର ହେବା ବୋଲି ଆମେ ବୁଝନ୍ତି। କିନ୍ତୁ ମା ବାରମ୍ବାର କହୁଛନ୍ତି ଧ୍ୟାନ କରିବା ଏକାଗ୍ରତାର ଗୋଟିଏ ପ୍ରକାରର ଅଂଶ ଏବଂ ସେଥିରେ ବି କହିଲେ ଯେ ଯଦି ତୁମେ ଗତିଶୀଳ ଧ୍ୟାନ ନ କରୁଛ, ଆମେ ଏଇଟା ଆଲୋଚନା କରିସାରିଛନ୍ତି ଡାଇନାମାଇଜିଂ ମେଡିଟେସନ କଥା ଯୋଉ କୁହାହେଲା, ଯେ ଗତିଶୀଳ ଧ୍ୟାନ ଯଦି ନ କରୁଛ ତାହେଲେ ତମେ ପୂର୍ଣ୍ଣ ଯୋଗ କରିବାର ବା ପୂର୍ଣ୍ଣ ଯୋଗର ପଥରେ ନିଜକୁ ପ୍ରସ୍ତୁତ ବି କରିପାରିବ ନାହିଁ। ସେତେବେଳେ କେତେ ବଡ ବଡ ବିରାଟ କଥା ଆମେ ସବୁ କଥା ହେଇଥିଲେ। ଆଜି ଯୋଉ ଏକାଗ୍ରତା କଥା ଯେତେବେଳେ କହିଲେ, ତେଣୁ ଆରମ୍ଭରୁ ମା କହୁଛନ୍ତି ତମେ ହୃଦକେନ୍ଦ୍ରରେ ଚିନ୍ତା କରିବା କଥା ମୁଁ କହୁନାହିଁ, ମୁଁ କହୁଛି ଏକାଗ୍ର ହବା କଥା। ଆମେ ସାଧାରଣତଃ ସେଇଟାକୁ ଇମାଜିନ କରୁ ବା ଥଟ୍ ପ୍ରୋସେସକୁ ଆଣୁ ଯେ ଆମର ହୃଦକେନ୍ଦ୍ରରେ ଚୈତ୍ୟସତ୍ତା ରହିଛନ୍ତି ଏବଂ ଆମେ ସେଇ ଭାବୁ କ'ଣ ନା ଧ୍ୟାନରେ ବସ, ସିଧାସଳଖ ବସ ଏବଂ ସେଇ ଅନୁସାରେ ତମେ ଯେତେ ସମୟ ବସିବ ସେତେ ଲାଭ ବୋଲି ଆମେ କହୁ। କିନ୍ତୁ ମା ବାରମ୍ବାର କହୁଛନ୍ତି ମୁଁ ଏଠି ଚିନ୍ତା କଥା କହୁନାହିଁ, ମୁଁ କହୁଛି ଏକାଗ୍ର ହବ। ଏକାଗ୍ର ହବ ତାହେଲେ କେମିତି ହବ
ଏଇଟା କାର୍ଯ୍ୟରେ ଥିଲା ବେଳେ, କାମ କଲା ବେଳେ, ଚିନ୍ତା କଲା ବେଳେ ବି, ଧାରଣା କଲା ବେଳେ ବି, କୌଣସି ଯେକୌଣସି ଗତିବିଧି ଭିତରେ ଆମେ ରହୁଥା ନ କାହିଁକି, ପାଠ ପଢା ହଉ, ଖେଳ ହଉ, ଲେଖା ହଉ, ଖାଇବା ହଉ, ନିତ୍ୟକର୍ମ ହଉ, କାହା ସହିତ କଥା ହେବା ହଉ, ଏ ସବୁ କ୍ଷେତ୍ରରେ ମଧ୍ୟ ଆମେ ଯେପରି ଚୈତ୍ୟ ସତ୍ତା ଦ୍ୱାରା ପରିଚାଳିତ ହବା, ଆମର ଆସ୍ପୃହାକୁ ଆମେ ଯେପରି ଭୁଲି ନ ଯିବା, ଆମର ସଂକଳ୍ପକୁ ଆମେ ଯେପରି ଭୁଲି ନ ଯିବା, ସେଇ କଥାଟିକୁ ମା ବାରମ୍ବାର କହୁଛନ୍ତି ଯେ ତୁମେ ଏକାଗ୍ର ହୁଅ। ତାମାନେ ଆମର ଯେ ଆସ୍ପୃହା ଗୋଟାଏ ରହିବ, ସଂକଳ୍ପ ସେ ଗୋଟାଏ ରହିବ, ମୋର ଯୋଉ ଗତିବୃତ୍ତି ରହୁଛି ସେ ଯେପରି ଆସ୍ପୃହାକୁ ସାହାଯ୍ୟ କରୁଥିବ, ମୋର ଅଗ୍ରଗତିରେ ସାହାଯ୍ୟ କରୁଥିବ, ମୋର ସଂକଳ୍ପକୁ ଦୃଢୀଭୂତ କରୁଥିବ। ଦେଖ, ସଂକଳ୍ପକୁ ଯୋଉ ଗତିବୃତ୍ତି ଗୁଡିକ ପରାହୂତ କରୁଥିବ ବା ତାକୁ ବିରୋଧ କରୁଥିବ, ତାହେଲେ ସେଇଗୁଡାକ ହବ କଣ, ଆମେ ଜାଣିବା ଯେ ବର୍ତ୍ତମାନ ଆମେ ସେଠି ସଂକଳ୍ପ ଅନୁସାରେ ଆମେ ଗତିବିଧି ଗୁଡାକ କରୁନାହୁଁ, ତାହେଲେ ସଂକଳ୍ପକୁ ଆମେ ଭୁଲି ଯାଉଛୁ। ତେଣୁ ସଂକଳ୍ପକୁ ଏକାଗ୍ର କରି ହବାକୁ ପଡିବ। ତାମାନେ ସଂକଳ୍ପକୁ ଏକାଗ୍ର କର ମାନେ ସଂକଳ୍ପ ଅନୁସାରେ ମୋର ଗତିବିଧି ଗୁଡାକ ଯେପରି ପରିଚାଳିତ ହବା ଦରକାର, ସେଇ ଗତିବିଧି ଗୁଡାକ ମୁଁ ବାଛିବି, ସେଇ ଗତିବିଧି ଗୁଡାକରେ ମୁଁ ନିଜକୁ ନିୟୋଜିତ ରଖିବି ଯୋଉଗୁଡିକ ମୋ ସଂକଳ୍ପ ଅନୁସାରେ ହେଇଥିବ। ଆମେ ସଂକଳ୍ପ କଲେ ମାଙ୍କ ଚେତନାରେ ରହି ମାଙ୍କୁ ପରିପ୍ରକାଶ କରିବା ପାଇଁ, ଆମର ପୂର୍ଣ୍ଣ ଯୋଗ ବା ରୂପାନ୍ତର ପାଇଁ ପ୍ରସ୍ତୁତ କରିବା ହବା ପାଇଁ ଆମର ପ୍ରତ୍ୟେକ ଗତିବୃତ୍ତି, ପ୍ରତ୍ୟେକ ସତ୍ତାକୁ ପ୍ରସ୍ତୁତ କରିବା। ଯଦି ଏଇଟା ହେଲା ମୋର ସଂକଳ୍ପ, ତାହେଲେ ମୁଁ ବର୍ତ୍ତମାନ ଗୋଟେ ପୁସ୍ତକଟେ ପଠନ କରୁଛି। ଆମେ ସେଥିପାଇଁ ସତ୍ସଙ୍ଗ ବେଳେ ବି ଏଇ କଥାଟି କଥା ହେଇଥିଲେ। ମୁଁ ବର୍ତ୍ତମାନ ଗୋଟେ ବ୍ୟକ୍ତି ସହିତ କଥା ହଉଛି, ମୁଁ ବର୍ତ୍ତମାନ ଗୋଟେ ସ୍ଥାନକୁ ଯାଉଛି, ସେଠିକି ଗଲା ବେଳେ ମୋ ଭିତରେ କିଏ ସେ ଫ୍ରଣ୍ଟ କୁ ଆସୁଛି, ହଁ ସେ ବ୍ୟକ୍ତି ସହିତ କଥା ହେଲେ ମୋର ବଢିଆ ଲାଭ ହବ। କୋଉ ପ୍ରକାର ଲାଭ ହବ ନା, ମୋର ଆର୍ଥିକ ଲାଭ ହବ, ମୋର ପ୍ରତିଷ୍ଠାରେ ଲାଭ ହବ, କିମ୍ବା ନାଇଁ ନାଇଁ ତା ପାଖକୁ ନଗଲେ ସେ ମୋ ମାନେ ମୁଁ ଯାହା କହୁଛି ସେ ତା ପାଖକୁ ଗଲେ ସେ ମୋ ନିଶ୍ଚୟ କଥା ରଖିବ, ମୋ କାମ କରିବ। এইটা যদি গুরুত্ব রহিলা, তাহলে ଆମେ ସଂକଳ୍ପ ଅନୁସାରେ ବା ସଂକଳ୍ପ ଉପରେ ଆମେ ଏକାଗ୍ର ହେଇନାହାନ୍ତି। ତେଣୁ ସେ ସମୟରେ ସେ ଗତିବିଧିକୁ ମାଙ୍କ ପାଖରେ ସମର୍ପଣ କରିବେ। ସେଇଥିପାଇଁ କହିଲେ ସବୁ ଶକ୍ତିକୁ ବି ଏକାଗ୍ର କର। ତାମାନେ ମତେ କୋଉ ଶକ୍ତି ପରିଚାଳିତ କରୁଛି, କୋଉ ଶକ୍ତି ମତେ କାମରେ ଲଗଉଛି, କୋଉ ଶକ୍ତି ମୋ ଭିତରେ ପରିପ୍ରକାଶ ହଉଛି। ଆମେ କୌଣସି ବସ୍ତୁକୁ, କୌଣସି ଘଟଣାକୁ ଯେତେବେଳେ ବିଚାର କରୁ, ସେତେବେଳେ ସେ ବିଚାରକ କିଏ ରହିଛି। ଆମେ ଯଦି ଆମର ସ୍ୱାର୍ଥକୁ ବିଚାରକ କଲେ, ଆମର ଅହଂକୁ ବିଚାରକ କଲେ, ତାହେଲେ ମତେ ସେଇ ପ୍ରକାର ଶକ୍ତି କାର୍ଯ୍ୟରେ ଲଗେଇବ। ସେଥିପାଇଁ କହନ୍ତି ଯେ ବିରୋଧୀ ଶକ୍ତି ପାଖରୁ ନିଜକୁ ଦୂରରେ ରଖିବ, ଅଦିବ୍ୟ ଶକ୍ତି ପାଖରୁ ନିଜକୁ ଦୂରେଇ ରଖିବ। କାହିଁକି କୁହାହଉଛି, ତାମାନେ ଯଦି କୌଣସି କାର୍ଯ୍ୟ ଗୁଡିକ ବିରୋଧୀ ଶକ୍ତି ଦ୍ୱାରା ମୁଁ ପରିଚାଳିତ ହେଇ କାମ କରୁଛି, ତାହେଲେ ମୁଁ ଏକାଗ୍ର ନାହିଁ। ତେଣୁ ଯେତେ ପ୍ରକାର ଶକ୍ତି ମତେ କାମ କରୁ ମୋ ଭିତରେ ଦେଇ ପରିଚାଳିତ ହଉଛି ବା ମତେ କାର୍ଯ୍ୟରେ ପ୍ରେରିତ କରୁଛନ୍ତି, କାର୍ଯ୍ୟରେ ସହଯୋଗ କରୁଛନ୍ତି ବୋଲି ମୁଁ ଧାରଣା କରୁଛି, ସେ ଶକ୍ତି ଗୁଡିକୁ ମଧ୍ୟ ମୁଁ ଏକାଗ୍ର କରିବି କେନ୍ଦ୍ର ଅନୁସାରେ ବା ଚୈତ୍ୟ ସତ୍ତାର ଚତୁଃପାର୍ଶ୍ୱରେ। ତେଣୁ ସେଥିପାଇଁ ମା ବାରମ୍ବାର କହୁଛନ୍ତି ଶକ୍ତିକୁ ଏକାଗ୍ର କର, ଚେତନାକୁ ଏକାଗ୍ର କର, ଆସ୍ପୃହାକୁ ଏକାଗ୍ର କର, ସଂକଳ୍ପକୁ ଏକାଗ୍ର କର। ଏଇ ଚେତନା କଥା ଆମେ କଥା ବି ହେଇଛନ୍ତି। ଆଉ ଟିକେ ଆଗକୁ ଆଉଥରେ କଥା ହବା। ତୁମେ ଗୋଟିଏ ମାତ୍ର ଚିନ୍ତା ନ କରି ମଧ୍ୟ ଖୁବ ଏକାଗ୍ର ହୋଇପାର। এইটা ଜଣେ ଏକାଗ୍ର ହବାକୁ ଆରମ୍ଭ କଲେ ଯାଇ ଏ ଅବସ୍ଥାଟା ଆସିବ। ପ୍ରଥମେ ଆମେ ଚିନ୍ତା ମାଧ୍ୟମରେ ହିଁ କାମଟା ହବ। କିନ୍ତୁ ମା ଆମକୁ କହି ଦଉଛନ୍ତି ଯେ ଚିନ୍ତାର ଉର୍ଦ୍ଧ୍ୱ ଅବସ୍ଥା ଆସି ଆମ ପାଖରେ ପହଞ୍ଚିବ, ଯୋଉଠିକି ଚିନ୍ତା ଦରକାର ନାହିଁ ଏକାଗ୍ର ହବା ପାଇଁ। ସେଥିପାଇଁ ସ୍ପଷ୍ଟ କରିଦଉଛନ୍ତି, କଣ କହିଲେ
ପ୍ରକୃତରେ ତୁମେ ଯେତେବେଳେ କିଛି ଚିନ୍ତା ନ କରୁଥାଅ ସେତିକି ବେଳେ ହିଁ ତୁମର ଏକାଗ୍ରତା ଖୁବ ନିବିଡ଼ ହୁଏ। କିନ୍ତୁ ସାଧାରଣ ଲୋକ ଏ କଥାଟିକୁ ହଠାତ୍ ବୁଝିପାରିବେ ନାହିଁ, ହଠାତ୍ ଜାଣିପାରିବେ ନାହିଁ। କେମିତି ତମେ ଭାବୁନ ଯେ ତମ ଭିତରୁ କେମିତି ଚିନ୍ତା ଆସିନି ଯେ, ଏଇଟା ତାଙ୍କ ପାଇଁ ଏକ ନୂଆ କଥା। କିନ୍ତୁ ମା ଆମକୁ ସ୍ପଷ୍ଟ କରିଦଉଛନ୍ତି ଯେ ଜଣେ କିଛି ଚିନ୍ତା ନ କରିଲେ ସେତେବେଳେ ଏକାଗ୍ରତାଟା ଅଧିକ ଆହୁରି ନିବିଡ଼ ହୁଏ। କେମିତି ହବ? କାରଣ ହଉଛି ଏଇଠି ତା ପର ପାରାଗ୍ରାଫରେ ମା ଯୋଉଟା ପାରାଗ୍ରାଫ ନୁହଁ, ଏଇଟା କଣ୍ଟିନ୍ୟୁଅସ ରହିଛି। ତା ପରଟାରେ ମା କହୁଛନ୍ତି ତୁମେ ଯଦି ଆତ୍ମ ସଂଯମରେ ସଫଳ ହେବାକୁ ଚାହୁଁଥାଅ, କିଛି ପରିମାଣରେ ଆତ୍ମଜ୍ଞାନ ଚାହୁଁଥାଅ, ଏଇଠି ହଉଛି ଯଦି ଆମେ ଆତ୍ମ ସଂଯମ ଏବଂ ଆତ୍ମଜ୍ଞାନ ଆମ ଭିତରେ ବୃଦ୍ଧି କରିବା ପାଇଁ ଆମେ ପଦକ୍ଷେପ ନବା, ଆତ୍ମ ସଂଯମ ଥିଲେ ହିଁ ଚିନ୍ତା ଉପରେ ଆମର ନିୟନ୍ତ୍ରଣ ରହିବ। ନହେଲେ ଚିନ୍ତା ମତେ ସବୁବେଳେ ମୋ ଭିତରେ ପ୍ରବେଶ କରିବ ଏବଂ ମତେ ତା ଅନୁସାରେ ନଚେଇବ। ତେଣୁ ଆତ୍ମ ସଂଯମ ଆଉ ଆତ୍ମଜ୍ଞାନ ଥିଲେ ଚିନ୍ତା ଉପରେ ନିୟନ୍ତ୍ରଣ ଆସିବା ସମ୍ଭବ ହେଇପାରିବ। ମା ଲେଖୁଛନ୍ତି ତୁମେ ଯଦି ଆତ୍ମ ସଂଯମରେ ସଫଳ ହେବାକୁ ଚାହୁଁଥାଅ ବା କିଛି ପରିମାଣରେ ଆତ୍ମଜ୍ଞାନ ଚାହୁଁଥାଅ, ତେବେ ତୁମ ପକ୍ଷରେ ଏକ ଅପରିହାର୍ଯ୍ୟ ସାଧନା ହବ। କୋଉଟା? ଏଇଟା ଯେ ଆମେ ଚିନ୍ତା ନ କରି ଏକାଗ୍ର ହବା। ଦେଖ ଦିଟା ଯାକ ଭାଇସ ବର୍ଷା। ଯଦି ଆତ୍ମ ସଂଯମ ଏବଂ ଆତ୍ମଜ୍ଞାନ ଆମେ ଚାହୁଁଛୁ ତାହେଲେ ଚିନ୍ତା ନ କରି ନିବିଡ଼ ଏକାଗ୍ର ହବା ଆବଶ୍ୟକ। ନିବିଡ଼ ଏକାଗ୍ର ହେଲେ ଆତ୍ମ ସଂଯମ ଆମର ଆସିବ। ଆତ୍ମ ସଂଯମ ହେଲେ ଚିନ୍ତା ଉପରେ ନିୟନ୍ତ୍ରଣ ଆସିବ, ଚିନ୍ତା ନୀରବ ରହିପାରିବ, ନୀରବ ରହିଲେ ନିବିଡ଼ ଏକାଗ୍ର ହବା ବି ସମ୍ଭବ ହେଇପାରିବ। ତେଣୁ ଭାଇସ ବର୍ଷା, ଏଇଟା ହେଲେ ସେଟା ବି ଡେଭଲପ ହବ, ସେଇଟା ହେଲେ ଏଇଟା ବି ଡେଭଲପ ହବ। କିନ୍ତୁ ଏଇଠି ମା ଯୋଉ ଲାଇନଟା କହିଲେ ଏଇଟା ଏହା ତୁମ ପକ୍ଷରେ ଏକ ଅପରିହାର୍ଯ୍ୟ ସାଧନା ହେବା ଉଚିତ। କୋଉଟା? ନିବିଡ଼ ଏକାଗ୍ର ହେବେ। ସେଥିପାଇଁ କଣ କଣ କହିଲେ? ଶକ୍ତିକୁ ଏକାଗ୍ର କର, ଚିନ୍ତା କର ନାହିଁ। ଚେତନାକୁ ଏକାଗ୍ର କର, ଆସୁରକୁ ଏକାଗ୍ର କର, ସଂକଳ୍ପକୁ ଏକାଗ୍ର କର, ଏକାଗ୍ର ହୁଅ, ଚିନ୍ତା ନ କରିକି ଏକାଗ୍ର ହୁଅ। ମନେ କରାଯାଉ ଆମେ ବର୍ତ୍ତମାନ ଘରେ ଅଛନ୍ତି, ଖାଦ୍ୟ ଖାଉଛନ୍ତି। ଆମେ ଖାଦ୍ୟ ଖାଇଲା ବେଳେ କାହା ଉପରେ ଏକାଗ୍ର ହଉଛନ୍ତି? ତେଣୁ ଏଠି କେବଳ ଏକାଗ୍ର ହବା କଥା, ଯୋଉ ଧ୍ୟାନ ଅବସ୍ଥାରେ ଚିନ୍ତା କରିବା କଥା ମା ସ୍ପଷ୍ଟ ମନା କରିଦେଲେ। ତେଣୁ ଖାଦ୍ୟ ଖାଇଲା ବେଳେ ଖାଦ୍ୟର ପଶ୍ଚାତରେ ଯୋଉ ଦିବ୍ୟ ଶକ୍ତି ରହିଛି, ଖାଦ୍ୟଟି ମୋ ଶରୀର ଭିତରେ ପ୍ରବେଶ କଲା ପରେ ଯୋଉ ଯୋଉ କୋଷ, ଯୋଉ ଯୋଉ କଣିକା ଗୁଡିକ ପ୍ରସ୍ତୁତ କରିବ, ସେଗୁଡାକ କେମିତି ରୂପାନ୍ତର ପାଇଁ ପ୍ରସ୍ତୁତ ହେବେ ତା ଉପରେ ଏକାଗ୍ର ହେଇକି ଖାଦ୍ୟ ଗ୍ରହଣ କର। କିନ୍ତୁ ଆମେ କାହା ଉପରେ ଏକାଗ୍ର ଥାଉ? ଆମର ରୁଚି ଉପରେ ଏକାଗ୍ର ହେଇଥାଉ। ସେଥିପାଇଁ ତା ପୂର୍ବରୁ କହିଲେ ଶକ୍ତିକୁ ବି ଏକାଗ୍ର କର। ଆମର ସ୍ୱାଦ, ଆମର ଯୋଉ ଭଲ ମନ୍ଦ ପରଖିବାର ଯୋଉ ଜ୍ଞାନ, ଆମେ ଖାଦ୍ୟ ଖାଇଲା ବେଳେ ତାକୁ ବ୍ୟବହାର କରୁଛୁ। ବ୍ୟବହାର କରିବାକୁ ମନା କରାହଉନି। କଥା ହଉଛି କି ତମେ ଏକାଗ୍ର କୋଉଠି ହଉଛ? ଏକାଗ୍ର କୋଉଠି ହଉଛ? ଆମେ ଯଦି ରୁଚି ଉପରେ ଏକାଗ୍ର ହଉଛେ ତାହେଲେ ଏଇଟା ଅରୁଚିକର ହେଇଛି, ଏଇଟା ମୁଁ ଖାଇବି ନାହିଁ, ଏମିତି କାହିଁକି ହେଲା, ଅଲଣା କାହିଁକି ହେଇଛି, ଏମିତି ରାଗ ଆଉ ଟିକେ ହେଲା ନାହିଁ, ରାଗ ହେଇନାହିଁ, ସିଝା ଲାଗୁଛି, କଣ କରିଦେଇଛ ଗୋଟେ, ଇଏ ସବୁ ଜିନିଷ ଉପରେ ଆମେ ଯଦି ଏକାଗ୍ର ହେଇଯାଉ ତାମାନେ ଆମେ ସାଧନା କରୁନାହୁଁ, ଆମେ ଏକାଗ୍ରତା ଶିଖିନାହୁଁ। ଆମେ ଶକ୍ତିକୁ ଏକାଗ୍ର କରୁନାହୁଁ, ସଂକଳ୍ପକୁ ଏକାଗ୍ର କରୁନାହୁଁ, ଆସ୍ପୃହାକୁ ଏକାଗ୍ର କରୁନାହୁଁ। ଏଇଠି ଗୋଟେ ବଢିଆ କଥାଟେ ମନେ ପଡିଲା, ଅନ୍ୟ କେତେଟା ଜାଗାରେ ହୁଏତ କୁହାଯାଇଥାଇପାରେ। ଆଗରୁ ଆମେ ଜାଣିଛନ୍ତି ଗୁରୁକୁଳ ଆଶ୍ରମ ଥିଲା। ସେତେବେଳେ ଶିଷ୍ୟମାନେ ଘରୁ ଛାଡି ପୁରା ଭାବରେ ଗୁରୁକୁଳ ଆଶ୍ରମ ରହୁଥିଲେ। ସେଠି ରହି ବିଦ୍ୟା ଅଧ୍ୟୟନ ଚାଲୁଥିଲା। କାହାର କେତେବେଳେ ବିଦ୍ୟା ଅଧ୍ୟୟନ ଶେଷ ହବ ସେ ବିଷୟ ଗୁରୁ ସ୍ଥିର କରନ୍ତି। ଏମିତି ନୁହଁ ଯେ ଇଏ 2 ବର୍ଷ ପଢିଲା ପରେ ସରିଗଲା ପଳେଇବ, କି 5 ବର୍ଷ ସରିଲା ପରେ କୋର୍ସ ସରିଗଲା। ଯାହାର ସ୍ୱଧର୍ମ ଯାହା, ତାକୁ ସେଇ ଅନୁସାରେ ଗୁରୁ ପ୍ରସ୍ତୁତ କରାନ୍ତି। ପ୍ରଥମେ ଶୃଙ୍ଖଳା ଏବଂ ଆତ୍ମଜ୍ଞାନ ଏସବୁ ଜିନିଷ ଆରମ୍ଭ ହୁଏ, କିନ୍ତୁ ତାପରେ ବ୍ୟକ୍ତିର ସ୍ୱଧର୍ମ ଅନୁସାରେ
ସିଏ ଗୋଟେ ବିଷୟରେ ଦକ୍ଷ ହୁଏ। ସେଇ ସବୁ ଜିନିଷ ଗୁଡାକ ବା ବିଦ୍ୟା ଅଧ୍ୟୟନ କହିବାକୁ ଗଲେ ଜ୍ଞାନ ଆହରଣ ସରେ ନାହିଁ, କିନ୍ତୁ ଗୁରୁକୁଳ ଆଶ୍ରମରେ ବିଦ୍ୟା ଅଧ୍ୟୟନ କେତିକି ପର୍ଯ୍ୟନ୍ତ କରିବା ଉଚିତ ବା କୋଉଠି ଆମର ସେ ଗୁରୁକୁଳ ଆଶ୍ରମ ଛାଡି ସାଂସାରିକ ଜୀବନର କର୍ମରେ ଯୋଉ ସେ କେମିତି କଣ ପୁଣି ଯିବ ପ୍ରବେଶ କରିବ ସେଟା ଗୁରୁ ସ୍ଥିର କରନ୍ତି। ସେଇ ସମୟରେ ପରେ ଗୋଟେ ଘଟଣା, ହଠାତ୍ ଦିନେ ଜଣେ ଶିଷ୍ୟ ଆସି ପହଞ୍ଚନ୍ତି ମାନେ ଅଛନ୍ତି, ସେ ଶିଷ୍ୟ ଅଲରେଡି ଅନେକ ବର୍ଷ ଅଲରେଡି ଅଛନ୍ତି, କିନ୍ତୁ ସେଇଦିନ ହଠାତ୍ ଗୁରୁଙ୍କ ପାଖରେ ଯେତେ ଆସି ପହଞ୍ଚନ୍ତି ଗୁରୁଦେବ କହିଲେ ଆଉ ତମେ ଏବେ ତମର ବେଡିଂ ପୋଟଳା ବାନ୍ଧ। ନା ଗୁରୁଦେବ କଣ ହେଲା? ନା ତୁମର ବିଦ୍ୟା ଅଧ୍ୟୟନ ସରିଗଲା, ତୁମେ ଏବେ ଘରକୁ ଯାଅ। ସିଏ ଆଶ୍ଚର୍ଯ୍ୟ, ସିଏ ଅନୁଭବ କରୁଛି, ସେ କହୁଛି ନାଇଁ ଗୁରୁଦେବ, ମୋର ତ ଆହୁରି କେତେ ଶାସ୍ତ୍ର ଅଧ୍ୟୟନ ସରିନାହିଁ, ମୋର ତ ନିଜ ଉପରେ ପର୍ଯ୍ୟନ୍ତ ନିୟନ୍ତ୍ରଣ ଆସିନି, ଏମିତି କେତେ କେତେ କଥା ଅଛି, ସେ ସବୁ ଗୋଟେ ଗୋଟେ କହୁଛି। ଆପଣ କେମିତି କହିଲେ ମୋର ବିଦ୍ୟା ଅଧ୍ୟୟନ ସରିଗଲା ବୋଲି? ମୁଁ ତ ବହୁତ କଥା ଶିଖିବାର ଅଛି। ଗୁରୁଦେବ କହିଲେ ନାଇଁ ନାଇଁ ତମର ସରିଗଲାଣି, ତମେ ଯାଅ। ସିଏ ଅନ୍ୟ ଶିଷ୍ୟ ମାନେ ଆଶ୍ଚର୍ଯ୍ୟ, ସିଏ ସେଠୁ ବିକଳ ହେଇକିରି ପ୍ରାର୍ଥନା କରୁଛି ଗୁରୁଦେବ ଆଉ ଯଦି କିଛି ଅପରାଧ ହେଇଛି ମାର୍ଜନା କରନ୍ତୁ, କ୍ଷମା କରନ୍ତୁ, ଆଉ ମତେ ଆପଣ ବିଦ୍ୟା ଅଧ୍ୟୟନ କରିବା ପାଇଁ ସୁଯୋଗ ଦିଅନ୍ତୁ। ସେଠୁ ଗୁରୁଦେବ କହୁଛନ୍ତି, ସେଠୁ ପୁଣି ଆଉ ଟିକେ ବିନତି, ଗୁରୁଦେବ ଆପଣ କାହିଁକି ଏମିତି କହିଲେ? ସେଠୁ ତାର ରହସ୍ୟଟି ଗୁରୁଦେବ କହିଲେ, ଜଣେ ଯେତେବେଳେ ଗ୍ରହଣଶୀଳ ନାହିଁ, ଜଣେ ଯେତେବେଳେ ଗ୍ରହଣଶୀଳ ନାହିଁ, ଜଣେ ଯେତେବେଳେ ତାର ଏକାଗ୍ରତା ନାହିଁ ଅଗ୍ରଗତି କରିବା ପାଇଁ, ତାର ଏକାଗ୍ରତା ନାହିଁ ଅଧିକରୁ ଅଧିକ ଆହରଣ କରିବା ପାଇଁ, ତେବେ ତାକୁ ଯାହା ବି ଦେଲେ ତାହା କେବଳ ନିଷ୍ଫଳ ହବ, ଆଉ କିଛି ହବନି। ନା ଗୁରୁଦେବ ମୁଁ ତ ସେମିତି କିଛି କରିନି। ନା ହଁ, ତୁମେ କାଲି ଖାଦ୍ୟ ଗ୍ରହଣ କଲା ବେଳେ ତମେ କହିଲ ଗୁରୁଦେବ ଗୁରୁମାଙ୍କୁ କହିଛ ଯେ କାହିଁକି ଆଜି ଟିକେ ରାଗ ଅଧିକା ହେଇଛି, ଲୁଣିଆ ଅଧିକା ହେଇଛି। ସିଏ ଆଶ୍ଚର୍ଯ୍ୟ ହେଲା, କହିଲେ ହଁ ତ କାଲି କହିଛି ମୁଁ। କଣ ହେଇଛି ଏପଟରେ? ଗୁରୁମା କଣ କରିଛନ୍ତି? ଗୁରୁମା ଜାଣିଛନ୍ତି ଯେ ଆ ଭିତରେ ଟିକେ ଏକାଗ୍ରର ସାମର୍ଥ୍ୟ ଟିକେ କମିଗଲାଣି, ସେ ଟିକେ ଏପଟ ଆମେ ଯେମିତି କୁହନ୍ତି ନା ଏପଟ ସେପଟ ହେଲାଣି, ତା ମାଇଣ୍ଡ ଟିକେ ଏପଟ ସେପଟ ହେଇଗଲାଣି। ତେଣୁ ସିଏ କଣ କରନ୍ତି, ତାକୁ ଟେଷ୍ଟ କରନ୍ତି ଯେ କେବେ ମାଇଣ୍ଡ ଏପଟ ସେପଟ ହେଇଗଲା କି ହବାର ସମ୍ଭାବନା ଅଛି। ସିଏ କଣ କରୁଛନ୍ତି, ସବୁଦିନ ତାଙ୍କ ଖାଦ୍ୟରେ କେତେବେଳେ ଲୁଣ ଟିକେ ଅଧିକା ପକେଇ ଦିଅନ୍ତି, ଖାଦ୍ୟ ପ୍ରସ୍ତୁତ ହେଇଥାଏ ସମସ୍ତଙ୍କ ପାଇଁ, ସରିଗଲା ପରେ ତାକୁ ଦେଲା ବେଳେ ଟିକେ ଅଧିକା ଲୁଣ ପକେଇ ଦିଅନ୍ତି, କେତେବେଳେ ଟିକେ ଲଙ୍କା ପକେଇ ଦିଅନ୍ତି। ସିଏ ସବୁଦିନ ଖାଦ୍ୟ ଗ୍ରହଣ କରେ, ତାର ପଳାଏ, ଯାଇକିରି ପୁଣି ଯୋଉ କାମଟି ଥାଏ ସେ କାମରେ ଲାଗିରହେ। ସେଇଦିନ ସେ ଖାଦ୍ୟ ଗ୍ରହଣ କଲା ବେଳେ ସିଏ ଗୁରୁମାଙ୍କୁ ପଚାର, ଗୁରୁମା ଆଜି କାହିଁକି ଖାଇବାଟା ଟିକେ ରାଗ ହେଇଛି, ଲୁଣ ବି ଟିକେ ଅଧିକ ହେଇଛି। ସେଉଠୁ ଗୁରୁମା ଜାଣିଲେ ତାମାନେ ସିଏ ବର୍ତ୍ତମାନ ରୁଚି ଉପରେ ଏକାଗ୍ର ହେଲାଣି, ସ୍ୱାଦ ଉପରେ ଏକାଗ୍ର ହେଲାଣି, ତାମାନେ ତାର ଆଉ ଅଧ୍ୟୟନ ଉପରେ ଏକାଗ୍ର ତା କମିଗଲାଣି। ତେଣୁ ଆତ୍ମ ସଂଯମ, ଆତ୍ମଜ୍ଞାନ ଏବଂ ଏକାଗ୍ରତା କଥା ଯେତେବେଳେ ଉଠେ, ସେତେବେଳେ ନିଶ୍ଚୟ ଗୋଟେ କଥା ଆମେ ଜାଣି ରଖିବା ଉଚିତ, ଆମର ଚେତନା ଉପରେ କଣ ଏବଂ ଆମର ଅନ୍ୟାନ୍ୟ ସତ୍ତା, ଅନ୍ୟାନ୍ୟ ଯୋଉ କାର୍ଯ୍ୟ ଗୁଡାକ ରହିଛି, ଅନ୍ୟାନ୍ୟ ଶକ୍ତି ଗୁଡିକ ଯୋଉ ଆମକୁ ପରିଚାଳିତ କରୁଛନ୍ତି, ତାଙ୍କ ଭିତରେ ଫରକ ଜାଣିବା ଦରକାର। ମା ସେଥିପାଇଁ ଯାହା ଯାହା କହୁଛନ୍ତି ଆମେ ତାକୁ ଟିକେ ଭଲରେ ମାନେ ଆମର ଧ୍ୟାନରେ ରଖିବା। କଣ କହିଲେ, ତୁମ ଚେତନାକୁ ଗୋଟିଏ ଜାଗାରେ ଠୁଳ କରିବା ପାଇଁ ଏବଂ ସେଠାରୁ ତୁମ ସତ୍ତାର ଅନ୍ୟ ଅଂଶକୁ ତାହା ପ୍ରେରଣ କରିବା ପାଇଁ ସାମର୍ଥ୍ୟ ହେବା ଉଚିତ ବା ତୁମେ ସମର୍ଥ ହେବା ଉଚିତ। ଏବଂ ତୁମର ଏପରି ସାମର୍ଥ୍ୟ ଥିବା ଦରକାର ଯାହା ଫଳରେ କି ତୁମେ ତୁମ ଚେତନା ଠାରୁ ତୁମର ଚିନ୍ତା, ଅନୁଭବ, ପ୍ରବେଗ ଇତ୍ୟାଦିକୁ ତୁମେ ପୃଥକ ବୋଲି ଜାଣିପାରିବ ଏବଂ ପ୍ରକୃତ ଚେତନା କଣ ତାହା ସଠିକ ଭାବେ ବୁଝିପାରିବ। ଆମ ଭିତରେ ଯୋଉ ରୁଚି ରହିଛି, ଯୋଉ ପସନ୍ଦ ରହିଛି, ଅପସନ୍ଦ ରହିଛି, ଭଲ ପାଇବା ରହିଛି,
ଘୃଣା କରିବା ରହିଛି, ଭୁଲ ଠିକ ର ମନୋଭାବ ରହିଛି, ବିଚାର କରିବାର ସାମର୍ଥ୍ୟ ରହିଛି। ଆଉ ମୋର ଅନୁଭବ, ମୋର ଅନୁଭୂତି, ମୋ ଭିତରେ ଅନେକ ପ୍ରବେଗ ଏବଂ ଚିନ୍ତା, ଧାରଣା, ପ୍ରବେଗର କେତେ କେତେ ଦିଗ ରହିଛି। ଆମେ ସେଇ ପ୍ରବେଗକୁ ଧରି ଆମେ ବେଳେ ଭାବୁ ଯେ ମୋ ଭିତରେ ମା ଏ କାର୍ଯ୍ୟ କରୁଛନ୍ତି, ମୁଁ ଚେତନା। ସେଇଥିପାଇଁ ମା କହୁଛନ୍ତି ତମେ ଚେତନା ଆଉ ତମର ଏଇ ଗତିବିଧି ଗୁଡାକ ଭିତରେ ଫରକ ଜାଣିବା ଉଚିତ। ଚେତନାର ଯେତେବେଳେ ପାବଚ୍ଛ କଥା ଉଠେ ସେତେବେଳେ ଦେଖିବେ ପରମ ଚେତନାଙ୍କ ପାଖକୁ ପହଞ୍ଚିବା ପାଇଁ ଅନେକ ପାବଚ୍ଛ ରହିଛି। ପରମ ଚେତନାଙ୍କୁ, ପରମ ଚେତନାର ଯୋଉ ପରିପ୍ରକାଶକୁ ପୂର୍ଣ୍ଣ ଭାବରେ, ଅବିକୃତ ଭାବରେ ପରିପ୍ରକାଶ କରିବା ପାଇଁ ଆମକୁ ଯନ୍ତ୍ର କରାଯାଇଛି। ଆମ ଭିତରେ ଯୋଉ ଶରୀରଟି ରହିଛି, ଯୋଉ ପ୍ରାଣିକ ସତ୍ତାଟି ରହିଛି, ଯୋଉ ମାନସିକ ସତ୍ତାଟି ରହିଛି, ତାମାନେ ଏମାନଙ୍କର ଯେତକ ସାମର୍ଥ୍ୟ ରହିଛି, ଯେମିତି ମନର ସାମର୍ଥ୍ୟ, ସେ ଚିନ୍ତା କରିବ, ଅନେକ ଅନେକ ତଥ୍ୟକୁ ସେ ସଂଗୃହୀତ କରି ରଖିବ। ସେଇ ତଥ୍ୟ ଗୁଡିକ ଯେପରି ତାକୁ ଅଗ୍ରଗତିରେ ସାହାଯ୍ୟ କରିବ ଏବଂ ଯୋଉ ଯୋଉ ଉପଲବ୍ଧି ହବ, ଅନୁଭବ ତାର ଆସିବ, ଅନୁଭୂତିଟି ହବ। ଏବଂ ପ୍ରାଣ ଯେତେବେଳେ ଶକ୍ତି ଯୋଗଉଛି, ସେତେବେଳେ ପ୍ରାଣ ଶକ୍ତି ଯୋଗଉଛି ମାନେ ପ୍ରେରଣା ଯୋଗାଉଛି, ଉତ୍ସାହ ଯୋଗାଉଛି। ଆଉ ସେଇ ଅନୁସାରେ ଯଦି ନିମ୍ନ ପ୍ରାଣକୁ ଗଲେ ତାହେଲେ ଅନ୍ୟ ପ୍ରବୃତ୍ତି ଗୁଡାକ ବି ଆସିବ। ତେଣୁ ଏଇ ଯୋଉ ପ୍ରବେଗ ଗୁଡାକ ଆସିବ, ସେତେବେଳେ ଯଦି ଆମେ ପରମ ଚେତନାଙ୍କ ପାଖରେ ବା ଚୈତନ୍ୟସତ୍ତା ପାଖରେ ବା ଅନ୍ତରାତ୍ମା ପାଖରେ ଯଦି ଏକାଗ୍ର ନ ହେଇଛନ୍ତି, ତାହେଲେ ଏଇ ଗତିବିଧି ଗୁଡାକ ଆମକୁ କଣ କରିବେ, ତାଙ୍କର ବଶୀଭୂତ କରିବେ ଏବଂ ସୁନ୍ଦର ଯୁକ୍ତି ଦେଖାଇ କହିବେ ଯେ ଏଗୁଡାକ କିପରି ଭଗବାନଙ୍କ ଠାରୁ ସୃଷ୍ଟି ହେଇଛି, ଭଗବାନଙ୍କର ଏକ ପରିପ୍ରକାଶ। ତେଣୁ ତୁମେ ଯାହାଟା କରୁଛ ଠିକ କରୁଛ। ସେ ବଢିଆ ଯୁକ୍ତି ଦେବେ। କୋଉଠି ଭଗବାନ ନାହାନ୍ତି? ଭଗବାନଙ୍କ, ଏଇଟା ତ ଭଗବାନଙ୍କର ସୃଷ୍ଟି। ତେଣୁ ତମେ ଏ ଯୋଉ କାର୍ଯ୍ୟ କରୁଛ ତାହା ଭଗବତ କାର୍ଯ୍ୟ। ତୁମ ଭିତରେ ଥାଇ ମା ଏ କାମ କରଉଛନ୍ତି। ତେଣୁ ଏଇ ଯୋଉ ସେଇ ସମୟରେ ଏଇ ଯୋଉ ଗତିବିଧି ଗୁଡିକ, ଏଇ ଯୋଉ ପ୍ରେରଣା, ଏଇ ଯୋଉ ମନୋଭାବ, ଇଏ ସବୁ ପ୍ରତି ତମକୁ ସଚେତନ ହବାକୁ ପଡେ। ତମେ ଜାଣିବା ଦରକାର ଯେ ଏଇଟା କେମିତି ତାଠାରୁ ଫରକ। କେମିତି ଜାଣିବ? ହଁ, ସେଇ ସମୟରେ ଗୋଟାଏ ସୂତ୍ର, ସେଇ ସୂତ୍ର ତମ ଭିତରେ ଯୋଉ ପ୍ରବେଗ ଆସିଛି, ଯୋଉ ଗତିସ୍ପନ୍ଦନଟି ଆସିଛି, ଯୋଉ ପ୍ରବୃତ୍ତିଟି ପରିପ୍ରକାଶ ହଉଛି, ସେତେବେଳେ ସେ କାହାକୁ ପ୍ରତିଷ୍ଠିତ କରୁଛି? ସମ୍ମୁଖରେ କିଏ ଅଛି? ତମେ ଅଛ ନା ମା ଅଛନ୍ତି? ଯଦି ମା ଅଛନ୍ତି ତାହେଲେ ଏ ସମଗ୍ର ସଂସାରରେ ସମସ୍ତଙ୍କ ଭିତରେ ମା ଅଛନ୍ତି, ସବୁ ବସ୍ତୁ ସକଳ ଭିତରେ ମା ଅଛନ୍ତି। ତାହେଲେ ତୁମେ ପକ୍ଷପାତ କରିପାରିବ ନାହିଁ। ଏଇ ଧାରଣାଟି ମନେ ରଖିବା ଉଚିତ। ତୁମେ ଜଣଙ୍କ ଉପରେ, ଗୋଟିଏ ବସ୍ତୁ ଉପରେ, ଗୋଟେ ବ୍ୟକ୍ତି ଉପରେ ତୁମେ ତୁମର ସବୁ ଯାକ କେନ୍ଦ୍ରୀଭୂତ କରିପାରିବ ନାହିଁ। ସେତେବେଳେ ସେଇଥିପାଇଁ ତାକୁ କୁହାଯାଏ ଆସକ୍ତି। ସେଥିପାଇଁ ଯେତେବେଳେ କୁହାଯାଏ ମାର ବାତ୍ସଲ୍ୟ ପ୍ରେମ, ସେତେବେଳେ ସେଠି ଗୋଟେ ପ୍ରଶ୍ନ ଉଠେ, ମାର ବାତ୍ସଲ୍ୟ ପ୍ରେମ କେବଳ ତାର ପିଲା ପ୍ରତି ଥାଏ ନା ସମଗ୍ର ସଂସାରର ସମସ୍ତ ଜୀବ ପ୍ରତି ଥାଏ? ଯେତେବେଳେ ସମସ୍ତ ଜୀବ ପ୍ରତି ରହିଗଲା, ତାହେଲେ ତା ଭିତରେ ଦିବ୍ୟ ଜନନୀ କାର୍ଯ୍ୟ କରୁଛନ୍ତି। ଯେତେବେଳେ ତାହା ବ୍ୟକ୍ତିକୈନ୍ଦ୍ରିକ ହେଇଗଲା, ତାହେଲେ ତାହା ହେଇଗଲା ଆସକ୍ତି ଯୁକ୍ତ। ସିଏ ସେଇ ଯୋଉ ପୃଥକ ବୋଧକୁ ଆମକୁ ଜାଣିବାକୁ ପଡିବ। ପରମଙ୍କ ଚେତନା ସବୁବେଳେ ବିସ୍ତାରିତ ଚେତନା, ପରମଙ୍କ ଚେତନା ସବୁବେଳେ ଊର୍ଧ୍ୱଗାମୀ। ସିଏ କେବେ କୌଣସି ସଂକୀର୍ଣ୍ଣତା ଦ୍ୱାରା ବାନ୍ଧି ହେଇ ରହିପାରେ ନାହିଁ। ତେଣୁ ପ୍ରକୃତ ଚେତନା କଣ, ତାହା ଜଣେ ସଠିକ ଭାବେ ବୁଝିବା ଉଚିତ। ମା ଲେଖୁଛନ୍ତି ଏଇ ଚେତନା ଗତିଶୀଳ ହେବା ଉଚିତ। କାହିଁକି ଗତିଶୀଳ ହବ? ଆମେ ପଢିଦବା ଟିକେ ତାପରେ କଥା। ତୁମେ ଜାଣିବା ଉଚିତ ଯେ କିପରି ଏହି ଚେତନା ତୁମ ସତ୍ତାର
अन्य सबु अंशरू स्वतंत्र एवं प्रकृत पक्षे सेगुड़िक हेले चेतनार जंत्र स्वरूप एवं अभिव्यक्तिर विभिन्न प्रकार माध्यम स्वरूप। चेतना से सबु गुड़ी को व्यवहार करवा उचित, किंतु सेगुड़ी को जेपरि तुमे चेतना बोली न भाव। देखो आउ थे सुंदर भाव स्पष्ट भाव सरल भाव माँ कहले तमे जो गुड़ाक सब सामर्थ्य रही तुम भितरे सेगुड़ा को जंत्र कर कौन पाई परम चेतना को परिप्रकाश करने। आम भितरे लेखिबार महा बहुत सामर्थ्य रही, आम भितरे बाक्पटुता रही, आम भितरे शरीर को अंगभंगी माध्यम नृत्य हो कि कौन प्रकार अंगभंगी माध्यम परिप्रकाश करिवार एक अपूर्व सामर्थ्य रही। आम भितरे शारीरिक शक्ति अपूर्व रही, आम भितरे प्राणिक शक्ति प्रचुर परिमाण रही। मु जहाकू चाहिले भी ताकू वशीभूत करी जेकोसी कार्य नियोजित करें। ये सबू जो सामर्थ्य रही से सामर्थ्य गुड़िक कहार जंत्र है कि व्यवहार होउचंती परम को परिप्रकाश करने, परम को अभिव्यक्ति करने माध्यम साजिचंती ना तुमर अहं को संतुष्ट करने माध्यम साजिचंती। तुमर अहं केन्द्रिक जेते गुड़े सामर्थ्य तम भीतर रही ताकू परिप्रकाश करने सी माध्यम होती आमको देखा पड़ो। से माँ लिखते तुम चेतना सेगुड़ी को व्यवहार करने उचित, सेगुड़ी को जपरी तुम्हें चेतना बोली भाव नहीं ताकू भावी दियोनी जे सेटा चेतना ताकू सेटा भावीदेले कौन है जनकर संगठन करिवार सामर्थ्य रही कह यहीटा हूँ चेतना तार सरीगला संगठित करी से कौन कर भगवत कार्य करें संगठित करी जाकरी कौटी मारपीट करें भंगारुजा करें बर्तमान जमी दंगा कर दंगा करपारती बर्तमान चाषी आंदोलन हो संगठित हो कौन पाई आमे जहा कहूचु ताकू तमे मानिबा को बाध्य निजको प्रतिष्ठित करिया जाउछन तेणु ताकू भावी दियोनी जे सेटा गोटे सामर्थ्य से अनेक जगह मां को गुरुत्व न दे जिते बड़े यही सामर्थ्य को तमे यदि गुरुत्व देल ताहले से सामर्थ्य भितर तार अहंटी राजुति करिवो। मो भितर लेखिबार अपूर्व सामर्थ्य रही मो मां को कथा ही लिखुची किंतु तार पश्चात किए परिप्रकाश होउचंती तमे से लेखाटी द्वारा हुए तो केते जन व्यक्ति मां को आड़ को टर्न करि पारंती तम लेखा पढ़ी किंतु सेटा होची तार आधार प्रस्तुत थिला सी जहा जोठु भी शब्द आसिले से सेउठु थाई कि व्यवहार कला किंतु तुमर लेखा पश्चात तुम भीतर जदि रहिला देखो मु केते सुंदर लेखा लिखुची ताहले तुमे से लेखा बा लेखिबार सामर्थ्य को तमे भावीदेल श्रेष्ठ तुम्हें ताकू चेतना बोली भावी दउछ जे देखो मु केते ऊपर चेतना थाई ऊर्ध्व चेतना थाई लिखुची से लेखार प्रेरणा रे केते व्यक्ति मां को पाखु फेरी गले माने मां को पाखु आसिले तेणु ताकू चेतना बोली भाव नहीं बारंबार माँ कहते चेतना से सब गुड़ी को व्यवहार करने उचित ताकू जंत्र स्वरूप कर विभिन्न प्रकार माध्यम कर चेतना बोली भाव नहीं। प्रथम लाइन टा कहले यही चेतना गतिशील होगा उचित गतिशील कहीं कहले आमे जो स्तर रे रहीचे तार ऊर्ध्व चेतना को आमे गति करने आमर संकल्प रहिबो सेठी उठी गले पुणी आउरी चेतना आउरी ऊर्ध्व को रहबो आमे केबे भी भाभी दबा नहीं एईटा शेष हो गला सेठी पई से दिन जो कथा होतिले प्रभु कहले जदि तमे रूपांतर हबा पई लक्ष्य रखिच तमे ताहले पूर्ण जोग करू नाह एईटा बुझिबा पई हमकु कष्ट हो जाए एथि पई ए चेतना गतिशील हेबा उचितटा कथाटा रहिछि कोन रूपांतर हबाटा होउची वर्तमान पई एक सामयिक लक्ष्य आमर जीवन लक्ष्य होउची भगवान सच्चिदानंद परम प्रभु दिव्य जननी मो भी जो सत्ताटी तैयारी होइची ता भितर से निजको पूर्ण भावे अविकृत भाव रे परिप्रकाश हेबे सेथि पई
ବର୍ତ୍ତମାନ ମଣିଷ ପରର ପାବଚ୍ଛଟା ହଉଛି ରୂପାନ୍ତର ହେଇ ଅତି ମାନବଟିଏ ହବ। ପୁଣି ସେଠୁ ଆଉ ଗୋଟିଏ ପୁଣି ତାପରେ ଷ୍ଟେପ ରହିଛି। ତେଣୁ ଚେତନା ସବୁବେଳେ ଗତିଶୀଳ। ବର୍ତ୍ତମାନ ଯେମିତି ଧରାଯାଉ ଯେତେବେଳେ ଉଦ୍ଭିଦ ଥିଲା, ତେଣୁ ତାପର ଚେତନା ପ୍ରାଣିକ ଚେତନା ଆସିଲା, ସେତେବେଳେ ଚେତନା ଗତିଶୀଳ ହେଇଛି। ତାପରେ ମନର ଆସିଲା, ମାନସିକ ଚେତନା ଆସିଲା, ତାପରେ ଅତି ମାନସିକ ଚେତନା ହବ। ତେଣୁ ଚେତନା ସବୁବେଳେ ଗତିଶୀଳ ହେବା ଉଚିତ। ତେଣୁ କୋଉଟାକୁ ଫାଇନାଲ ବୋଲି ଧରି ଦେଇ ରହିଯିବ ନାହିଁ, ତାଠାରୁ ଆହୁରି ଉର୍ଦ୍ଧ୍ୱ, ଆହୁରି ଉର୍ଦ୍ଧ୍ୱ, ଆହୁରି ଉର୍ଦ୍ଧ୍ୱ ସବୁବେଳେ ଯିବା ପାଇଁ ପ୍ରସ୍ତୁତ ରହିବା ଦରକାର। ଆଜି ଗୋଟେ କଥାଟେ, ଏମିତି ଅନେକ ସମୟରେ ସେ କଥା ଯଦି ଆପଣ ଦେଖିବେ, ଆମର ଯେତେବେଳେ ବୟସ ବର୍ତ୍ତମାନ ବଢିଗଲାଣି ବୋଲି ଆମେ ବେଳେ ବେଳେ ବା କେତେ ଜଣ ଭାବନ୍ତି ଯେ ଏଇ କଥାଟାକୁ 3-4 ଥର କଣ କହିବୁ, ସେ କଣ ବୁଝିପାରୁନି। କିନ୍ତୁ ଆମେ ଦେଖିଛୁ, ପିଲାଙ୍କ ପାଖରେ ଯେତେବେଳେ ଦେଖିବେ, ଆମେ ଯୋଉଟା ବଡ ମାନେ ଭାବୁଛନ୍ତି, ଆଜି ଜଣେ ଅପା କ୍ଲାସ ନଉଥିଲେ, ସେ ପିଲାଙ୍କୁ ଯେତେବେଳେ କହିଲେ ଯେ ତୁମେ ତୁମ ସାଙ୍ଗର ନାମ ଲେଖ କିମ୍ବା ଯାହା ପାରୁଛ ଲେଖ, ଆମେ ଯେତେବେଳେ ବଡ ହେଇଯାଇଛୁ ସେତେବେଳେ ଆମକୁ ଲାଗୁଛି ଯେ ଯାହା ପାରୁଛ ଲେଖ କହିଲେ ଯେ ସେ ବୁଝିପାରିବ ମୋର ଲେଖିବାର ଉଦ୍ଦେଶ୍ୟ କଣ, ନା କଟ କପି ପେଷ୍ଟ କରିବ, ଏଇଟା ହଉଛି ଉଦ୍ଦେଶ୍ୟ। ତେଣୁ ସେ ତା ନାଁଟା ସାଙ୍ଗର ନାଁ ଲେଖୁ କି XYZ ଲେଖୁ କି ABCD ଲେଖିଦଉ। ଏଇଟା ଆମର ଯୋଉ ବୟସ ହେଇଛି, ଏ ବୟସରେ ଆମେ ଭାବୁଛୁ ମୁଁ ଯଦି କହିଦେଲି ତମେ ନାଁ ଲେଖ କିମ୍ବା ଅନ୍ୟ ଯାହା ପାରୁଛ ଲେଖ, ତାହେଲେ ସିଏ ଲେଖିଦବ। ନା, ସେମାନେ ଯୋଉ ସ୍ତରରେ ରହିଛନ୍ତି ତାଙ୍କ ପାଇଁ ହଉଛି ତୁମେ ଏୟା ଲେଖ। ଏଇଟା ବେଳେ ବେଳେ ଆମ ଭିତରରେ ଟିକେ ଫରକ ରହିଯାଏ। କେତେକ ପିଲା ଧରି ପକାନ୍ତି, କେତେକ ପିଲା ଧରି ପାରନ୍ତି ନାହିଁ। ତାର କାରଣ ହଉଛି ସିଏ କୋଉଠି ପହଞ୍ଚିଛି। ସିଏ ପହଞ୍ଚିଛି, ତାକୁ ଯେତିକି କୁହାହେଲା ସେ ସେତିକି କରିବ। ତାକୁ କୁହାହେଲା ସାଙ୍ଗ ନାଁ ଲେଖ, ସାଙ୍ଗ ନାଁ ଲେଖିବ। ଆଉ ତାପରେ ଯୋଉଟା କୁହାହେଲା, ସେ ସେ ବୟସରେ ବା ବୟସ ବି ହେଇପାରେ, ବଡ ମାନେ ହେଲେ ବି ସେ ସେଇଟାକୁ ଡାଇରେକ୍ଟଲି ବୁଝି ନ ପାରିପାରେ। ତେଣୁ ଏଇଠି ଆମେ ସେଇଠି ସମୟରେ ଗୋଟେ ଚିନ୍ତା କରନ୍ତୁ, ଆଉ ଗୋଟେ କଥା ଆସିଲା ଯେ ତାହେଲେ କାହିଁକି ବେଳେ ବେଳେ ଭଗବାନ ଆମକୁ ପୁରା ସ୍ୱାଧୀନତା ଦେଇ ଦେଇନାହାନ୍ତି। ଆମେ ବେଳେ ବେଳେ କହୁ ଆମକୁ କାହିଁକି ଆମ ପାଖରେ ଅପସନ କାହିଁ ରଖିଲେ ବାଛିବା ପାଇଁ, ଆମକୁ ନିର୍ଦ୍ଦେଶ କାହିଁ ଦେଲେ ନାହିଁ, ଆମେ ବେଳେ ବେଳେ କହୁନା। ଆମେ ଏ ପ୍ରକାରର ଚେତନାର ଯୋଉ ସ୍ତରରେ ରହିଛୁ, ସେ ସ୍ତରରେ ଆମେ ବେଳେ ବେଳେ ଅଭିଯୋଗ କରୁ, ମତେ କାହିଁ ଅପସନ ଦିଆଗଲାନି। ସେଇ ଚେତନାର ଉର୍ଦ୍ଧ୍ୱ ସ୍ତରକୁ ଉଠିଗଲେ ସେତେବେଳେ ଆମେ କହୁ ଯେ ମା, ମୁଁ ତୁମ ଦ୍ୱାରା ପୂର୍ଣ୍ଣ ଭାବରେ ପରିଚାଳିତ ହେବାକୁ ଚାହେଁ। ତୁମେ ମତେ ଯାହା କହିବ ତାହା ଯେପରି ଅବିକୃତ ଭାବରେ ମୁଁ ପରିପ୍ରକାଶ କରିବି, ଅଭିବ୍ୟକ୍ତି କରିବି, ସେଇଟା ମୁଁ କରିପାରେ। ଏଇଟା ଚେତନାର ଉର୍ଦ୍ଧ୍ୱ ସ୍ତରକୁ ଗଲେ ଏଇ ଧାରଣାଟି ଆସେ। ତାର ଆହୁରି ଉର୍ଦ୍ଧ୍ୱକୁ ଯିବାକୁ ପଡିବ। ଗୋଟିଏ ସମୟ ଆସିବ ଯେତେବେଳେ ମୁଁ ଆଉ ମା ଆଉ ଫରକ ନଥିବେ। ମୁଁ ଆଉ ଯନ୍ତ୍ର, ମୁଁ ନିଜେ ଯନ୍ତ୍ର ବୋଲି ଅନୁଭବ କରୁନଥିବି, ମୁଁ ଏବେ ଯନ୍ତ୍ର ବୋଲି ଅନୁଭବ କରିବି, ମା ମତେ ବ୍ୟବହାର କରୁଛନ୍ତି ବୋଲି ଅନୁଭବ କରିବି। କିନ୍ତୁ ଆଉ ଏକ ସମୟ ଆସିବ ସେତେବେଳେ ଆଉ ମୁଁ ଆଉ ମା ଭିତରେ କିଛି ଫରକ ହିଁ ନଥିବ। ସେ ଯାହା ସଂକଳ୍ପ କରିବେ ତାହା ପରିପ୍ରକାଶ ହବ। ତେଣୁ ସେଇଥିପାଇଁ ବାରମ୍ବାର କୁହାହଉଛି ଚେତନା ଗତିଶୀଳ ହବା ଉଚିତ। ଏବଂ ଆମର ଅନ୍ୟାନ୍ୟ ଯୋଉ ଗତିବିଧି ଗୁଡ଼ିକ ରହିଛି, ଅନ୍ୟାନ୍ୟ ଶକ୍ତି ଯୋଉ ଆମକୁ କାର୍ଯ୍ୟ କରୁଛି, ମୋର ଶାରୀରିକ ସାମର୍ଥ୍ୟ ହଉ, ପ୍ରାଣିକ ସାମର୍ଥ୍ୟ ହଉ, ମାନସିକ ସାମର୍ଥ୍ୟ ହଉ, ଯେତେ ପ୍ରକାର ସାମର୍ଥ୍ୟ ରହିଛି ସବୁ ଗୁଡ଼ିକ ତାର ମାଧ୍ୟମ ହବ। ସେଗୁଡାକ ଚେତନା ବୋଲି ଭାବିବ ନାହିଁ। ମା Ma, thank you all, everywhere, everywhere, everywhere.